ମା ଘରର ଗୌରବ ହେଲେ ବାପା ହଉଛନ୍ତି ଘରର ଅସ୍ତିତ୍ୱ। ମାଙ୍କ ପାଖରେ ଅସୁର ଧାରା ହେଲେ ବାପାଙ୍କ ପାଖରେ ଥାଏ ସଂଯମ। ମା ଦିଓଳି ଖାଇବା ରୋଷେଇ କରନ୍ତି ସତ, କିନ୍ତୁ ବାପା ଦିଓଳା ଖାଦ୍ୟ ଯୋଗାଇଥାନ୍ତି। ସ୍କୁଲରେ ସାର୍ ଯଦି ବାରନ୍ତି ପାଟିରୁ ସାଙ୍ଗେ ସାଙ୍ଗେ ମା ବୋଲି ବାହାରି ଆସେ, କିନ୍ତୁ ରାସ୍ତା ପାରି ହେଲା ବେଳେ ଅଚାନକ ଯଦି ଗାଡି ପଡି ଆସେ ତାହେଲେ ସାଙ୍ଗେ ସାଙ୍ଗେ ମୁହଁରୁ ବାପା ବୋଲି ଶବ୍ଦଟା ବାହାରି ଆସେ। କାହିଁକି ନା ଛୋଟ ଛୋଟ ସଙ୍କଟ ପାଇଁ ମା ଅଛନ୍ତି, କିନ୍ତୁ ବଡ ସଙ୍କଟ ଆସିଲେ ବାପା ହିଁ ମନେ ପଡନ୍ତି। ବାପା ହଉଛନ୍ତି ବର ଗଛ ଛାଇ ସଦୃଶ, ଯାହାଙ୍କ ଶୀତଳ ଛାଇରେ ସମ୍ପୂର୍ଣ୍ଣ ପରିବାର ଖୁସିରେ ରହିଥାନ୍ତି। ସେଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ ଲେଖା ଅଛି, ବାପା ମା ହଉଛନ୍ତି ଚଳନ୍ତି ଠାକୁର, ଯାହାକୁ ପୂଜା କଲେ ବୈକୁଣ୍ଠ ପ୍ରାପ୍ତ ହୋଇଥାଏ।